ଶାଗ ଆମ ଦେହ ପାଇଁ ବହୁତ ଜରୁରୀ ଆଉ ଯେଉଁଟାକୁ ଆପଣ ସପ୍ତାହକୁ 2ରୁ 3 ଥର ଖାଇବା ମଧ୍ୟ ଦରକାର। ମୁଁ ଆଜି ଆପଣଙ୍କୁ ମେଥି ଶାଗରେ ତରକାରୀ ବନେଇଛି ଯେଉଁଟାକି ଆପଣଙ୍କୁ ଖାଇବା ପାଇଁ ବହୁତ ହି ଟେଷ୍ଟ ଲାଗିବ ଆଉ ଜମାରୁ ମଧ୍ୟ ପିତା ବି ଲାଗିବନି। ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଢେର ସାରା ଅନୁରୋଧ। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ମୁଁ ଗୋଟେ ବିଡ଼ା ମେଥି ଶାଗ ନେଇଛି ଆଉ ତାର ଚେରକୁ କାଟିକି ତାକୁ ଭଲସେ ଧୋଇ ଦେଇଛି ଆଉ ତାପରେ ତାର ପତ୍ରକୁ ସବୁ ଗୋଟା ଗୋଟା କରି ବାଛି ଦେଇଛି। ଦେଖନ୍ତୁ ପତ୍ର ସବୁ ଅଲଗା କରିଦେଇଛି। ଏବେ କ'ଣ କରିବ ନା, ଯଦି ଆପଣଙ୍କୁ ଲାଗିବ ଯେ ହାଲକା ହାଲକା ବାଲି ଅଛି କି କ'ଣ, ତାହେଲେ ଆପଣ ତାକୁ ମାନେ ପତ୍ର ବାଛି ସାରିଲା ପରେ ମଧ୍ୟ ଡେମ୍ଫରୁ ଆଉ ଥରେ ମଧ୍ୟ ତାକୁ ଧୋଇଦେବେ। ଆଉ ଏବେ ସବୁ ପତ୍ରକୁ ଦେଖନ୍ତୁ ଏମିତି କାଟିଦେବେ। ବେଶୀ ଜମାରୁ ଚୁନଚୁନା କରିବେନି, ନହେଲେ ପିତା ଲାଗିବ। ଏମିତି କରିବେ, ଗୋଟେ ପତ୍ରକୁ ଛିଣ୍ଡେଇଲେ 2 ଫାଳ କଲେ ଯେତିକି ହେବ ସେତିକି ହିଁ କରିବେ। ଆଉ ତାକୁ ଭଲସେ କାଟି ନେବେ। ଏମିତି କରିକି ଯେତିକି ଆପଣଙ୍କ ପାଖରେ ଶାଗ ଥିବ ସେସବୁକୁ କାଟିଦେବେ। ଆଉ କାଟିଲା ବେଳେ ବେଳେବେଳେ ଲାଗେ ନା, ମାନେ ଡେମ୍ଫ ପୋର୍ସନଟା ଯଦି ଅଧିକ ରହିଯାଇଛି ତାକୁ ମଧ୍ୟ ସେଇଠି ବି ବାଛି ଦେଇପାରିବେ। ଆଗରୁ ଡେମ୍ଫ ତ ଛିଡ଼େଇ ଦେବେ, ନହେଲେ ଏଇଠି ମଧ୍ୟ କରିପାରିବେ। ଆଉ ଆ ସହିତ ଯେହେତୁ ମେଥି ଶାଗଟା ଆମର ଟିକିଏ ହାଲକା ପିତା ଥାଏ, କିନ୍ତୁ ତାକୁ ଯଦି ଏଇ ଉପାୟରେ ବନେଇବେ ନା, ଜମାରୁ ପିତା ଲାଗିବନି। ଏବେ ଦେଖନ୍ତୁ ମୁଁ ନେଇଛି ଏତିକି ରସୁଣ, ମାନେ ଗୋଟେ ବଡ଼ କୁଲା ରସୁଣ ତାର ସବୁ ବାହାର କରିଦେଇଛି, ମାନେ ତାଙ୍କର ତ ସେଇ ରସୁଣକୁ ନା କିଛିଟା ଅଂଶକୁ ଏମିତି ଫାଳ କରିଦେବେ। ମାନେ 12ରୁ 14ଟା ରସୁଣକୁ ଆପଣଙ୍କୁ ଏମିତି ଫାଳ ଫାଳ କରିଦେବେ ଆଉ 12ରୁ 14ଟାକୁ ଆପଣ ଛେଚିକି ରଖିଦେବେ। ଦେଖନ୍ତୁ ଏବେ କ'ଣ କରିବା ନା, ଆମେ ଗ୍ୟାସ୍ ଅନ୍ କରିକି ଗୋଟେ ପ୍ୟାନ୍ ବସାଇବା ଆଉ ସେଥିରେ ମୁଁ ନେଇଛି 2 ଚାମଚ ବାଦାମ ଆଉ 2 ଚାମଚ ନେଇଛି ଯେଉଁ ଭଜା ଡାଲି, ମାନେ ବୁଟ ଡାଲି, ଆଉ ସେଥିରେ ନେଇଛି କିଛି ରାଶି। ମୋ ପାଖରେ ଆକ୍ଚୁଆଲି ଧଳା ରାଶି ନଥିଲା, ସେଥିପାଇଁ ମୁଁ କଳା ରାଶି ନେଇଛି, କିନ୍ତୁ ଆପଣ ଧଳା ରାଶି ହିଁ ନେବେ। କଳା ରାଶି ନେଲେ କ'ଣ କି, ତାକୁ ଯେତେବେଳେ ଗ୍ରାଇଣ୍ଡ କରିବେ ନା ତା ପେଷ୍ଟଟା ଟିକେ କଲର୍ ଟିକେ ଅଲଗା ଆସିବ, ନହେଲେ କିଛି ନାହିଁ। ଆଉ ବାକି ସେମ୍ ମସଲା ଭିତରେ ଖାଲି ଆପଣ ଏତିକି ମସଲା ପକାଇବେ। ଦେଖିବେ ତାର ଟେଷ୍ଟ ନା ଏକଦମ ନୂଆ ଟାଇପ୍ର ଲାଗିବ ଆଉ ଖାଇବା ପାଇଁ ଏତେ ବଢ଼ିଆ ଲାଗେ, ମୁଁ ଆପଣଙ୍କୁ କହିବି ପାରିବିନି। ଆଉ ଟିକେ ହାଲକା ଭାଜିବେ। ରାଶିଟା ଯେତେବେଳେ ଫୁଟିବା ଷ୍ଟାର୍ଟ ହେବ ଆଉ ବାଦାମର ଚୋପା ଛାଡ଼ିଯିବ ସେତିକି ପର୍ଯ୍ୟନ୍ତ। ଏବେ ସେଇ ପ୍ୟାନ୍ରେ ମୁଁ ସୋରିଷ ତେଲ ନେଇଛି ଆଉ କିଛି ରସୁଣ ଯେଉଁ 12ରୁ 14ଟା ଛେଚିକି ରଖିଥିଲି ସେଟାକୁ ଏଇଠି ପକାଇଛି। ଆଉ ତାକୁ ରସୁଣକୁ ଟିକେ ସମୟ ଭାଜିବେ। ତାର କଲର୍ ଚେଞ୍ଜ ହେଲା ମାନେ ରସୁଣର ଗୋଟେ ବାସ୍ନା, ହାଲକା ବାସ୍ନା ଯେତେବେଳେ ଆସିବ ସେ ପର୍ଯ୍ୟନ୍ତ ଆପଣଙ୍କୁ ଟିକେ ଭାଜିବାକୁ ପଡ଼ିବ। ଆଉ ତାପରେ କାଟି ରଖିଥିବା ମେଥି ପତ୍ରକୁ ଏଇଠି ଆପଣ ପକାଇଦେବେ। ଆଉ ଶାଗ ପକାଇଲା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଟିକେ ଦେଇଦେବେ ଦେଖିକି, କାରଣ ଶାଗ ମାନେ ଆପଣ ପୁରା ସେ ସଟକି ଯିବ, ଲାଷ୍ଟକୁ ଅଳ୍ପ ହେଇଯିବ, ତ ସେହି ହିସାବରେ ଆପଣ ଷ୍ଟାର୍ଟିଂରୁ ଟିକେ ଅଳ୍ପ ଲୁଣ ଦେଇକି କରିଥିବେ। ଆଉ ତାକୁ ଟିକେ ଭଲସେ ଏମିତି ଗୋଳେଇ ଦେବେ, ରସୁଣ ଆଉ ତେଲ ମିଶିକି ସବୁ। ତାପରେ ତାକୁ କଭର୍ ଦେଇକି ବେଶୀ ନାହିଁ 5ରୁ 6 ମିନିଟ୍ ଭଳିଆ ତାକୁ ଛାଡ଼ିଦେବେ। ଏବେ ମସଲା ପାଇଁ ମୁଁ ନେଇଛି ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜ ଆଉ ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋ। ଆଉ ଯେଉଁ ମସଲାଟା ଆମେ ଯେଉଁ ବାଦାମ ରାଶିର ଯେଉଁ ରଖିଥିଲେ ଭାଜିକି, ସେଇଟା ବର୍ତ୍ତମାନ ଥଣ୍ଡା ହୋଇଗଲାଣି। ତାକୁ ଆମେ ଏଇଠି ଫାଷ୍ଟ ଗ୍ରାଇଣ୍ଡ କରିଦେବା। ଦେଖନ୍ତୁ ପାଉଡ଼ର ହେଲା ପରେ ତାପରେ ସେଥିରେ ଆପଣ 1ରୁ 2 ଚାମଚ ପାଣି ଦେବେ। ଷ୍ଟାର୍ଟିଂରୁ ପାଣି ଦେଇକି କରିବେନି, ଫାଷ୍ଟ ଡ୍ରାଏରେ ଗ୍ରାଇଣ୍ଡ କରିବେ। ଦେଖନ୍ତୁ ତା ପେଷ୍ଟଟା ଏମିତି ହେଇଗଲା। ଏବେ କ'ଣ କରିବା ନା, ଆମେ ଗ୍ୟାସ୍ ପାଖକୁ ଯିବା। ଗ୍ୟାସ୍ ଆମେ କ'ଣ, ପ୍ୟାନ୍ ଦେଖିବା ଆମର ଯେଉଁ ଶାଗଟାକୁ ଯେଉଁ ବସେଇଥିଲେ ସେଇଟା ଅଲରେଡ଼ି ସବୁ ସିଝିଗଲାଣି। ଏବେ ସେଇ ଶାଗ ଦେଖନ୍ତୁ କେତେ କମ୍ ହେଇଗଲା, ତାକୁ ଆପଣ ଗୋଟେ ପ୍ଲେଟ୍କୁ କାଢ଼ିଦେବା। ଦେଖନ୍ତୁ ମୁଁ ଆପଣଙ୍କୁ ଯେଉଁ ଷ୍ଟେପ୍ରେ କହୁଛି ସେଇ ଷ୍ଟେପ୍ରେ କରିବେ, ଜମାରୁ ପିତା ଲାଗିବନି ଆଉ ଖାଇବାରେ ବହୁତ ହି ଭଲ ଲାଗିବ। ଏବେ ସେଇ ପ୍ୟାନ୍ରେ ଏକା ମୁଁ ନେଇଛି କିଛି ତେଲ, 2 ଚାମଚ ତେଲ ଆଉ କାଟି ରଖିଥିବା ପିଆଜକୁ ଚୁନଚୁନା କରିକି ତାକୁ ଏଇଠି କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ତାକୁ ଟିକେ ଭାଜିବେ। ଦେଖନ୍ତୁ ପିଆଜର କଲର୍ ଚେଞ୍ଜ ହେଇଗଲାଣି, ହାଲକା ଗୋଲ୍ଡେନ୍ କଲର୍ ଆସିଲାଣି। ଏବେ ଯେଉଁ ପେଷ୍ଟଟା ରଖିଥିଲେ ବାଦାମ ରାଶିର ତାକୁ ଏଇଠି ପକାଇଦେବା। ଆଉ ପେଷ୍ଟଟା ଲାଗି ନ ଯିବା ପାଇଁ ହାଲକା ଟିକେ ପାଣି ଦେଇଦେବେ। ଆଉ ତା ସହିତ 1 ଚାମଚ ଅଦା ରସୁଣ ପେଷ୍ଟ ଆଉ ଯେଉଁ ମିଡ଼ିୟମ୍ ସାଇଜ୍ର ଟମାଟୋଟା ନେଇଥିଲି ତାକୁ, ତାର ପେଷ୍ଟ, ଏମିତି କରିକି ସବୁକୁ ଆପଣ ଏଇଠି ଗୋଳେଇ ଦେବେ ଆଉ ତାକୁ କଣ୍ଟିନ୍ୟୁଅସଲି ଚଲେଇବେ, କାରଣ ଯେହେତୁ ଆମେ ବାଦାମଟା ନେଇଛେ ସେଇଟା ଆପଣଙ୍କର ପୁରା ଷ୍ଟିକି ହେଇକି ରହିବ। ତ ଏବେ ଏଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ହଳଦୀ ପାଉଡ଼ର ଆଉ କାଶ୍ମୀରୀ ଲାଲ ମିର୍ଚ୍ଚ ପାଉଡ଼ର, ଯଦି ଆପଣ ରାଗ ଖାଉଛନ୍ତି ତାହେଲେ ଏଇଠି ମଧ୍ୟ ଆପଣଙ୍କୁ ଟିକେ ଲାଲ ମିର୍ଚ୍ଚ ପାଉଡ଼ର ପକାଇ ପାରିବେ। ଆଉ ଏସବୁକୁ ଆପଣ ଟିକେ ଭଲସେ ଗୋଳେଇ ଦେବେ ଆଉ ତାକୁ କଭର୍ ଦେଇକି
କିଛି ସମୟ ଛାଡ଼ିଦେବେ ମସଲାଟା ସିଝିବା ପାଇଁ। ଦେଖନ୍ତୁ ମସଲାଟା ଅଲରେଡ଼ି ସିଝିଗଲାଣି। ବେଶୀ ନାହିଁ, ଆପଣଙ୍କୁ 4ରୁ 5 ମିନିଟ୍ ଭଳିଆ ଆପଣଙ୍କୁ ସିଝିବାକୁ ପଡ଼ିବ। ଆଉ ଏବେ ମସଲାର ଗୋଟେ ଅଲଗା ଗୋଟେ ବାସ୍ନା ବି ମଧ୍ୟ ଆପଣଙ୍କୁ ଆସିବ। ଆଉ ସେଇଠି ଆପଣ ଜାଣିପାରିବେ ଯେ ମସଲାଟା ହେଲା ବୋଲି। ଆଉ ତାପରେ ଯେଉଁ ଶାଗଟାକୁ ଯେଉଁ ଆମେ ଅଲରେଡ଼ି ଭାଜିକି ରଖିଥିଲେ ରସୁଣ ଦେଇକି, ସେଇଟାକୁ ଏଇଠି ପକାଇଦେବେ। ଆଉ ଆପଣଙ୍କର ଯେଉଁ ଅନୁସାରେ ଗ୍ରେଭି ଦରକାର ସେତିକି ହିଁ କନସିଷ୍ଟେନ୍ସି ରଖିବେ। ଏବେ ମସଲା ଭିତରେ ଗୋଟେ ଚାମଚ ଜିରା ପାଉଡ଼ର ଆଉ କିଛି ଧନିଆ ପାଉଡ଼ର ପକାଇଛି। ଆଉ ମସଲା ଭିତରେ ଆପଣଙ୍କୁ କିଛି ଦେବା ଦରକାର ନାହିଁ। ଜିରା ପାଉଡ଼ର ଆଉ ଧନିଆ ପାଉଡ଼ର ଖାଲି। ଆଉ ଏଇଥିରେ ଆପଣଙ୍କୁ ହାଲକା ଟିକେ ଗରମ ପାଣି ଦେଇକି ଗ୍ରେଭିକୁ ଆଡ଼ଜଷ୍ଟ କରିବେ। ଜମା ଥଣ୍ଡା ପାଣି ଦେବେନି, ହାଲକା ଉଷୁମ ପାଣି ଥିବ ତାକୁ ଦେବେ। ଆଉ ତାକୁ ଭଲସେ ଆପଣ ଗୋଳେଇବେ, କାରଣ ଏବେ ଯେତିକି ଅଛି ଆଉ ଟିକେ ସମୟ ପରେ ନା ତା'ର ମାନେ ଗ୍ରେଭିଟା ଟିକେ ଆହୁରି ବସିଯିବ। ତ ଏବେ ହାଲକା ଟିକେ ମୁଁ ଲାଲ ମିର୍ଚ୍ଚ ପାଉଡ଼ର ପକାଇଛି ରାଗ ପାଇଁ। ଆଉ ଏବେ ତାକୁ କ'ଣ କରିବେ ନା ଟିକେ ସମୟ ଆପଣ କଭର୍ ଦେଇକି ଛାଡ଼ିବେ। ବେଶୀ ନାହିଁ, 5ରୁ 7 ମିନିଟ୍ ଭଳିଆ, କାରଣ ମସଲା ସହିତ ଶାଗଟା ବି ଆମର ସିଝିବାର ଅଛି। ଶାଗ ଅଲରେଡ଼ି ସିଝି ଯାଇଛି, କିନ୍ତୁ ତା'ର ବାସ୍ନାଟା ରହିବାର ଅଛି। ଆଉ ଏବେ ଦେଖନ୍ତୁ ଗ୍ରେଭି ଆମର ପୁରା ପରଫେକ୍ଟ ବନିଛି। ବେଶୀ ପୁରା ମାନେ ଇଏ ଟାଇପ୍ର ହେଇନି, ଗ୍ରେଭି ଟାଇପ୍ର ବେଶୀ ହେଇନି, ମାନେ ନର୍ମାଲ୍ ଯେତିକି ରହିବା କଥା ଗରମ ଭାତରେ। ଏବେ ତଡ଼କା ପାଇଁ ମୁଁ ନେଇଛି ତେଲ ଆଉ 2ଟା ଶୁଖିଲା ଲଙ୍କା ଆଉ କିଛି ଯେଉଁ ରସୁଣ ଯେଉଁ କାଟିକି ମୁଁ ରଖିଥିଲି। ରସୁଣର କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ତାକୁ ନିଆଁରେ ବସାଇବେ। ତାପରେ ଆପଣ କ'ଣ କରିବେ ନା ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିବେ। ବେଶୀ ସମୟ ଯାଏଁ ଆଉ ରଖିବେନି। ଆଉ ଏଇଥିରେ ଟିକେ ହାଲକା ମୁଁ ଦେଇଛି କାଶ୍ମୀରୀ ଲାଲ ମିର୍ଚ୍ଚ ପାଉଡ଼ର ତରକାରୀର କଲର୍ ଚେଞ୍ଜ ପାଇଁ। ଦେଖନ୍ତୁ, ଆଉ ଏଇଟାକୁ ଏଇଠି ପକାଇଦେବେ। ବାସ୍ ଆମର ରେଡ଼ି ହେଇଗଲା ଲେସୁନି ମେଥି। ଆଉ ଆପଣ ଆକୁ ଗରମ ଭାତ ସହିତ ଖାଇପାରିବେ, ନହେଲେ ରୁଟି ପରଟାରେ ମଧ୍ୟ ଖାଇପାରିବେ। ବହୁତ ହି ଟେଷ୍ଟ ଲାଗେ। ଆପଣ ଥରେ ନିହାତି ଟ୍ରାଏ କରନ୍ତୁ, ଘରେ ସମସ୍ତଙ୍କୁ ଖୁଆନ୍ତୁ। କେମିତି ହେଲା ମୋ ସହିତ କମେଣ୍ଟସରେ ସେୟାର କରନ୍ତୁ। ଦେଖା ହେବ ନେକ୍ସଟ ଭିଡ଼ିଓ।